2019 ମସିହାରେ ଆପଣମାନେ ସମସ୍ତେ ବେଶ ଭଲ ଭାବରେ ଜାଣିଛନ୍ତି, ଅବଗତ ମଧ୍ୟ ଅଛନ୍ତି। ସେତେବେଳେ ରାଜନୀତିକୁ ଅତି ପାଖରୁ ଦେଖିଥିଲେ। ସେତେବେଳେ ବି ଆପଣମାନେ ଦେଖିଥିବେ ଯେ 2019 ମସିହାରେ ଯେଉଁ ନେତାମାନଙ୍କୁ ବିଜୁ ଜନତା ଦଳ ଟିକେଟ ଦେବାର ସମ୍ଭାବନା ନଥିଲା ବା ସମ୍ଭାବନା କ୍ଷୀଣ ଥିଲା, ଯେଉଁମାନଙ୍କୁ ଦଳରୁ ବାହାର କରି ଦିଆଯାଇଥିଲା, ଆଉ ଯେଉଁମାନେ ବିଜୁ ଜନତା ଦଳରେ ନିଜର ଭବିଷ୍ୟତକୁ ଦେଖିପାରୁନଥିଲେ, ସେଇ ନେତାମାନଙ୍କୁ ଭାରତୀୟ ଜନତା ପାର୍ଟିର ଓଡ଼ିଶା ଶାଖା ପାଛୋଟି ନେଇଥିଲା, ସେମାନଙ୍କୁ ଦଳରେ ସ୍ୱାଗତ କରିଥିଲା। ସେହି ସମୟରେ ବି ନେତାମାନେ ବହୁତ ଟିପ୍ପଣୀ ଦେଉଥିଲେ, ରାଜନୈତିକ ବୟାନବାଜି ହେଉଥିଲା, ଯାହାକୁ ଆପଣମାନେ ସମସ୍ତେ କଭର କରିଥିଲେ ଆଉ ଅବଗତ ମଧ୍ୟ ଅଛନ୍ତି। କିନ୍ତୁ 2019 ନିର୍ବାଚନରେ ଫଳାଫଳ କ'ଣ ହେଲା ତାହା ସମସ୍ତଙ୍କ ସାମ୍ନାରେ ଅଛି। ଭାରତୀୟ ଜନତା ପାର୍ଟିର ଓଡ଼ିଶା ଶାଖାର ପ୍ରଦର୍ଶନ କେଉଁଭଳି ରହିଲା ଏବଂ ବିଜୁ ଜନତା ଦଳର ପ୍ରଦର୍ଶନ କେଉଁଭଳି ଭାବରେ ରହିଲା। ଆପଣ ଯଦି 2024 ନିର୍ବାଚନର ଠିକ ପୂର୍ବର ସ୍ଥିତିକୁ ଆପଣମାନେ ଅନୁଶୀଳନ କରିବେ, ସମାନ ଜିନିଷ ଦେଖିବାକୁ ପାଇବେ। ଆଉ ଦେଖିବେ 2019 ନିର୍ବାଚନରେ ଯେଉଁ ଫର୍ମୁଲା ଓଡ଼ିଶା ବିଜେପି ଆପଣାଇଥିଲା, ଠିକ ସମାନ ଫର୍ମୁଲା 2024ରେ ଓଡ଼ିଶା ବିଜେପି ଆପଣାଉଛି। ଏଥର ଗୋଟିଏ ପାଦ ଆଗକୁ ସେମାନେ ଚାଲି ଯାଇଛନ୍ତି। କ'ଣ? ଯେଉଁମାନେ ଜଘନ୍ୟ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିଲେ, ଯେଉଁମାନେ ବିଜୁ ଜନତା ଦଳରୁ ଜନବିରୋଧୀ କାର୍ଯ୍ୟରେ ତଡ଼ା ଖାଇଥିଲେ, ଯେଉଁମାନେ ବିଜୁ ଜନତା ଦଳରୁ ଟିକେଟ ପାଇବେନି ବୋଲି ଜାଣି ସାରିଥିଲେ ଏବଂ ସ୍ପଷ୍ଟ ହୋଇସାରିଥିଲେ, ସେହି ନେତାମାନେ ଆଜିର ଦିନରେ ଭାରତୀୟ ଜନତା ପାର୍ଟିର ଓଡ଼ିଶା ଶାଖାରେ ସାମିଲ ହୋଇଛନ୍ତି। ଆଉ ସେଇମାନଙ୍କୁ ବିଜେପି ଓଡ଼ିଶା ଶାଖାର ନେତାମାନେ ଦଳକୁ ପାଛୋଟି ନେଉଥିବାର ଚିତ୍ରମାନେ ଆପଣ ଦେଖିବାକୁ ପାଉଛନ୍ତି। এই পুরা প্রকরণে গোটিয়ে কথা স্পষ্ট হচ্ছে, যে মিশ্রণ পর্ব বিজেপি ওড়িশা শাখা করুଛି, এথিরু গোটিয়ে কথা স্পষ্ট ହେଉଛି যে নূয়া নেতা সৃষ্টি କରିବାକୁ ওড়িশা বিজেপি আজির দিନରେ সক্ষম ନୁହଁ। অর্থাৎ ଏହା ସେମାନଙ୍କର ଅପାରଗତାକୁ ଦର୍ଶାଉଛି। ওড়িশା ବିଜେପି ଯେତେବେଳେ ନୂଆ ନେତୃତ୍ୱ ସୃଷ୍ଟି କରିବାରେ ବିଫଳ ହେଉଛି, ସେତେବେଳେ ଜଘନ୍ୟ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ନେତା, ବିଜୁ ଜନତା ଦଳରୁ ଟିକେଟ ପାଇବାର ସମ୍ଭାବନା ନଥିବା ନେତା, ବିଜୁ ଜନତା ଦଳ ଯାହାକୁ ଜନବିରୋଧୀ କାର୍ଯ୍ୟରେ ଲିପ୍ତ ଥିବାରୁ ବାହାରର ରାସ୍ତା ଦେଖାଇ ଦେଇଥିଲା, ସେହିମାନଙ୍କୁ ନିଜ ଦଳରେ ସାମିଲ କରିନେଉଛି। ଏହା ସ୍ପଷ୍ଟ ସଂକେତ ଦେଉଛି ଯେ 2019 ତୁଳନାରେ 2024ରେ ଓଡ଼ିଶା ବିଜେପି ଆହୁରି ଖରାପ, ଆହୁରି ନୈରାଶ୍ୟଜନକ ପ୍ରଦର୍ଶନ କରିବାକୁ ଯାଉଛି। ରାଜନୈତିକ ଦୃଶ୍ୟପଟରେ ଏହା ଆପଣମାନେ ଦେଖିବାକୁ ପାଇବେ। କ'ଣ ପାଇଁ ଆମେ ଏକଥା କହୁଛୁ ନା, ଯେଉଁମାନେ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି, ଯେଉଁମାନେ ଜନବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିଲେ, ସେଇଭଳି ନେତାମାନଙ୍କୁ ଓଡ଼ିଶାବାସୀ କେବେ ମଧ୍ୟ ଗ୍ରହଣ କରିବେ ନାହିଁ। ଆଉ ତାର ଫଳାଫଳ ଆପଣ ଯେତେବେଳେ ମେ ମାସରେ ଫଳାଫଳ ଆସିବ, ସେତେବେଳେ ଆପଣମାନେ ଜାଣି ଦେଇପାରିବେ। ଆମର ଦୃଢ଼ ବିଶ୍ୱାସ 2019ରେ এইଭଳି କାର୍ଯ୍ୟକଳାପରେ ଲିପ୍ତ ଥିବା ନେତାଙ୍କୁ ଓଡ଼ିଶାବାସୀ ଯେଉଁଭଳି ଭାବରେ ଜବାବ ଦେଇଥିଲେ, ଠିକ ସେଇଭଳି ଭାବରେ ଉଚିତ ଜବାବ 2024ରେ ମଧ୍ୟ ଦେବେ।